ମାନେ ଏତେ ବେକାରିଆ ଲାଗୁଥିଲା ମୁଁ ଆଉ କଣ କହିବି। ନମସ୍କାର ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୁଁ ରାନୁ ମୁଁ ପିଙ୍କୁ। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ। ଏଇଟା ଗୁପଚୁପ ଆଉ ଏଇଟା ମ୍ୟାଗି ଖଟା ପାଣି କାଇଁ ଆଳୁଦମ ମସଲା କାଇଁ ନା ନା ମୁଁ ଭୁଲିନି। ଆଜି ଆମର ଏଇ ଦିଟା ହିଁ ଚ୍ୟାଲେଞ୍ଜ ହବ ହେଲା। ନା ଆଳୁଦମ ରହିବ ନା ପାଣି କିଛି ନାହିଁ। ଆଜି ଆମର ହବ ମ୍ୟାଗି ପ୍ଲସ୍ ଗୁପଚୁପ। ଗୁପଚୁପକୁ ହଁ ଯାହାକି ଚ୍ୟାଲେଞ୍ଜ ହବ। ଗୁପଚୁପକୁ ଫାଷ୍ଟ ଏମିତି ଯାହା ଯେମିତି କରାହବ, ତାପରେ ମ୍ୟାଗି ଦିଆଯିବ। ରୁହ 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 ମୁଁ କହିସାରେ ଆଗ। ସିନ୍ଟା କ'ଣ ହବ ମୁଁ କହିଦିଏ ନା ଆଉ, ତୁ ଆଗୁଆ ଖାଇଦଉଛି। ଏଇଟା ହେଲା ଆମର କ'ଣ ମ୍ୟାଗି ଗୁପଚୁପ ଯୋଉଟା ପିଙ୍କୁ ପାଟି ଭିତରେ ଯିବ। ତ ଏଇଟା ଆଜି ଆମର ରେଡି ତ? ଆଇ ହୋପ ମତେ ବି ଭଲ ଲାଗିବ। ମାନେ ଆମର ଏଇଟା ଫାର୍ଷ୍ଟ ଟାଇମ ଟ୍ରାଏ, ମାନେ ଟିକେ ୱିୟର୍ଡ ଲାଗୁଛି ନା, ମାନେ ମ୍ୟାଗି ଆଉ ଗୁପଚୁପ କ'ଣ ଏଇଟା କମ୍ବିନେସନ ହେଲା, ଟିକେ ଅଜବ ଲାଗୁଛି ନା ଶୁଣିବାକୁ। ତ ସେଇଟା ଆମେ କହିଲେ ନାଇଁ ଆଜି କେତେ ଦିନ ହେଲାଣି ଗୋଟେ ଅଜବ ଗୋଟେ କରାହେଇନି, ତ ସେଥିପାଇଁ ଆଜି ଗୋଟେ କରାଯାଉ ଚ୍ୟାଲେଞ୍ଜ ଗୋଟେ। ତ ଏବେ ଚାଲନ୍ତୁ ଦେଖିବା କେମିତି କ'ଣ ହେଉଛି। ମୁଁ ଆପଣଙ୍କୁ ରିଭ୍ୟୁଟା ନିହାତି ଦେବି କେମିତି କ'ଣ ଲାଗୁଛି। ମୋର ତ ଏକ୍ସପେକ୍ଟେସନ ଏତେ ନାହିଁ, ବଟ୍ ଫିର୍ ବି ଦେଖାଯାଉ କ'ଣ ହେଉଛି ନାଇଁ। ତାର ବହୁତ ଅଛି। ଠିକ୍ ଅଛି, ରେଡ଼ି। ଫାଷ୍ଟ ଚାମଚକୁ ସାଇଡ଼୍ ରଖିଦେବା, ଏମିତି ସୁବିଧା ହେଉନି। ଏଇଟା କେତେଟା ଗୁପଚୁପ ଜାଣିଛୁ ନାଇଁ? 30ଟା। 30ଟାରୁ ତୋର 15ଟା ମୋର 15ଟା। ଆପଣମାନେ ଗଣିବେ। ନା ନା ନାଇଁ ସେମ୍ ହବ। ତ ଆପଣମାନେ ଗଣିବେ କିଏ କେତେଟା ଖାଇପାରୁଛି। ଓକେ, କମ୍ ବସା ଆଉ ରହିଲାଣି ଏତେ। ମାନେ ଏତେ ବେକାରିଆ ଲାଗୁଥିଲା ମୁଁ ଆଉ କ'ଣ କହିବି। ବହୁତ ଜ୍ୟାଦା ବେକାରିଆ। ମତେ ଭଲ ଲାଗିଲା, ସେଥିପାଇଁ ମୁଁ ଏତେ
ଚାହାର ସହିତ ଖାଇଦେଲି ନାଇଁ ଆକ୍ଚୁଆଲି ମସ୍ତ ଥିଲା ଆପଣମାନେ ନିହାତି ଥରେ ଟ୍ରାଏ କରି ଦେଖିବେ ମୁଁ ସେଇଟା ଆପଣମାନଙ୍କୁ କହିଦେଲି ନା ବେକାର ଲାଗୁଥିଲା ଆକ୍ଚୁଆଲି ମସ୍ତ ଥିଲା ମାନେ ଯଦି ୱିଦାଉଟ୍ ମସଲାରେ ମାନେ ଯଦି ଖାଇବାର ଅଛି ଗୁପଚୁପଟା ନିହାତି ଟ୍ରାଏ କରିବେ ମାନେ ମୁଁ ସବୁ ମାନେ କହୁନି କି ମୁଁ ସବୁଦିନେ ଖାଇପାରିବି ବଟ୍ ନା ବଟ୍ ଯଦି କେବେ କେବେ ଖାଇବାର ଅଛି ଦେନ୍ ମୁଁ ରେଡ଼ି ନିହାତି ପୁରା ଖାଇ ହେଇଯିବ 100ରୁ କେତେ ଦେବ ତମେ 100ରୁ ମାନେ 90 ମୋର 100ରୁ 99 ତାମାନେ ମୋତେ ବେଶୀ ଭଲ ଲାଗିଲା ବହୁତ ज़्यादा ଠିକ୍ ଅଛି ତ ଆମେ ଭିଡ଼ିଓଟି ଶେଷ କରିବା ତ କେମିତି ଲାଗିଲା ଚ୍ୟାଲେଞ୍ଜଟା କହିବେ ମୋତେ ଲାଗୁନି ମୁଁ 15ଟା ଖାଇଥିବି ବୋଲି ସେ ଅଧିକା ଖାଇଦେଇଛି 15ଠୁ ବି ବେଶୀ ଖାଇଦେଇଛି ମାନେ ବହୁତ ଏକ୍ସାଇଟମେଣ୍ଟରେ ତ ମୋତେ ଲାଗୁନି ମୁଁ ଖାଇଥିବି ତ ଏମିତିରେ ମୁଁ ହାରିଗଲି ମୁଁ ଖାଇ ଦେଇଥାନ୍ତି ବଟ୍ ସେ ଜଲ୍ଦି ଖାଇଦେଲା ତ ମୁଁ ଧୀରେ ଧୀରେ ଖାଇବାଟା ମୋର ହେଇଗଲା ତ ଆମ ଚ୍ୟାଲେଞ୍ଜ ଭିଡ଼ିଓ ଶେଷ କରିବା ଭଲ ଲାଗିଥିଲେ ନିହାତି ଲାଇକ୍ କମେଣ୍ଟ ଆଉ ସେୟାର କରିବେ ଚ୍ୟାନେଲକୁ ମୋତେ ସବସ୍କ୍ରାଇବ୍ କରିଦେବେ ତ ରହିଲୁ ନମସ୍କାର।